ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସେମାନେ ସମସ୍ତେ ଉଚ୍ଚ ନାଗରିକ। ଜାଣିଥିବେ ଶତ୍ରୁ ଦେଶ ଯୋଉଟା କି ପାକିସ୍ତାନରୁ ଫଣ୍ଡିଂ ଆଣିକି ସେମାନେ ପଇସା ଆଣିକି ଦେଶଦ୍ରୋହ କାରବାରରେ ଲିପ୍ତ ଥିଲେ, ବିସ୍ଫୋରଣ କରିବାକୁ ଯାଉଥିଲେ, ସିରିଏଲ ବ୍ଲାଷ୍ଟ କରିବାକୁ ଚାହୁଁଥିଲେ। ଆସନ୍ତା ডিসেম্বর 6 তারিখে ভারতবর্ষের বিভিন্ন স্থাନରେ ସେମାନେ সিরিয়াল ব্লাଷ୍ଟ କରିବା ପାଇଁ ଚାହୁଁଥିଲେ ଏବଂ সেই থানাটিକୁ সম্পূর্ণ রূপে বিধ্বস্ত করে দিয়াଯାଇଛି। থানাରେ ଥିବା କାର୍ଯ୍ୟରତ ଥିବା পুলিশ ଅଧିକାରୀ ମାନେ ଶହୀଦ ହେଇଛନ୍ତି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଭାରତରେ ରହୁଥିବା ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକମାନଙ୍କୁ ଲଗେଇକି ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି, ଭାରତରେ ଅଶାନ୍ତର ପରିବେଶ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି। ଦେଖନ୍ତୁ, ବିଗତ 4-5 ଦିନ ତଳେ ଆପଣମାନେ ଦେଖିଥିବେ ଭାରତବର୍ଷର ରାଜଧାନୀ ନୂଆଦିଲ୍ଲୀର ଯୋଉ ଲାଲକିଲ୍ଲା, ଐତିହାସିକ ଲାଲକିଲ୍ଲା ସାମ୍ନାରେ ଯୋଉ ବିସ୍ଫୋରଣ ହେଇଥିଲା, ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଲୋମହର୍ଷଣକାରୀ ଘଟଣା ଥିଲା। সেই ঘটনাରେ ଯେଉଁ ସନ୍ଦିଗ୍ଧ ମାନେ ଧରା ପଡ଼ିଥିଲେ, ଗିରଫ ହେଇଥିଲେ, କିମ୍ବା ତାର କିଛି ଘଣ୍ଟା ପୂର୍ବରୁ ଫରିଦାବାଦ ଅଞ୍ଚଳରେ ମଧ୍ୟ ତିନି ଜଣ ସନ୍ଦିଗ୍ଧକୁ ପୋଲିସ ଗିରଫ କରିଥିଲା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସେମାନେ ସମସ୍ତେ ଉଚ୍ଚ ଶିକ୍ଷିତ ଡାକ୍ତର ଏବଂ ଭାରତୀୟ ନାଗରିକ ତଥା ଦେଶଦ୍ରୋହୀ। ତାଙ୍କ ପାଖରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ ହେଇଥିଲା, ମୋଟାମୋଟି 3000 କିଲୋଗ୍ରାମର ବିସ୍ଫୋରକ ଜବତ ହେଇଥିଲା। ସେଇ ଘଟଣାର ଲିଙ୍କ ଥିଲା ଲାଲକିଲ୍ଲାରେ ଯୋଉ ବିସ୍ଫୋରଣଟି ହେଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ସରକାର ତତ୍ପରତା ଦେଖାଇ ଏନ୍ଆଇଏକୁ ତଦନ୍ତ ଦେଇଥିଲେ ଏବଂ ଗୃହମନ୍ତ୍ରୀ ଏବଂ ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ ଚିକିତ୍ସିତ ଅବସ୍ଥାରେ ଥିବା, ଗୁରୁତର ଚିକିତ୍ସିତ ଅବସ୍ଥାରେ ଥିବା ଲୋକଙ୍କ ପାଖକୁ ଯାଇ ଡାକ୍ତରଖାନାରେ ସାକ୍ଷାତ ମଧ୍ୟ କରିଥିଲେ ଏବଂ ସେଇ ଘଟଣାରେ 10ରୁ 12 ଜଣ ଗିରଫ ହେଇଥିଲେ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ସମସ୍ତେ ଡାକ୍ତର, ସମସ୍ତେ ଉଚ୍ଚଶିକ୍ଷିତ, ସମସ୍ତେ ଦେଶଦ୍ରୋହୀ ଆଉ ସମସ୍ତେ ଭାରତୀୟ ନାଗରିକ। ସେମାନେ ଆମର ପଡୋଶୀ ଦେଶ, ଜାଣିଥିବେ ଶତ୍ରୁ ଦେଶ ଯୋଉଟା କି ପାକିସ୍ତାନରୁ ଫଣ୍ଡିଂ ଆଣିକି ସେମାନେ ପଇସା ଆଣିକି ଦେଶଦ୍ରୋହ କାରବାରରେ ଲିପ୍ତ ଥିଲେ ଏବଂ ସେମାନେ ଏପରି ଘଟଣା ସେମାନେ ଗୋଟେ ବହୁତ ବଡ଼ ବିସ୍ଫୋରଣ କରିବାକୁ ଯାଉଥିଲେ, ସିରିଏଲ ବ୍ଲାଷ୍ଟ କରିବାକୁ ଚାହୁଁଥିଲେ। ଆସନ୍ତା ডিসেম্বর 6 ତାରିଖରେ ଭାରତବର୍ଷରେ ବିଭିନ୍ନ ସ୍ଥାନରେ ସେମାନେ ସିରିଏଲ ବ୍ଲାଷ୍ଟ କରିବା ପାଇଁ ଚାହୁଁଥିଲେ। ଗତକାଲି ଯୋଉ ଘଟଣାଟି ଘଟିଛି, ଏହି ଲିଙ୍କ ରହିଛି ଆଜ୍ଞା। ବର୍ତ୍ତମାନ ସୁଦ୍ଧା ଯାହା ତଦନ୍ତ ହେଇଛି, ଯାହା ଜଣାପଡ଼ିଛି, ଜାମ୍ମୁ କାଶ୍ମୀରର ଶ୍ରୀନଗର ଅଞ୍ଚଳର ନୌଗାଁव ଥାନା ଯୋଉଟା ଅଛି, ସେଇ ଥାନାଟିକୁ ସମ୍ପୂର୍ଣ୍ଣ ରୂପେ ବିସ୍ଫୋରଣ କରି ଉଡ଼େଇ ଦିଆଯାଇଛି, ଯୋଉଥିରେ କି 9 ଜଣ ପୋଲିସ କର୍ମୀ ଶହୀଦ ହେବା ସହିତ 30 ଜଣ ପାଖାପାଖି ବ୍ୟକ୍ତି ବିଶେଷ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ଡାକ୍ତରଖାନାରେ। ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଶହୀଦ ହେଇଥିବା ସେଇ ବୀର ଯବାନମାନଙ୍କୁ ରାଷ୍ଟ୍ର ହିନ୍ଦୁ ପରିଷଦ ନିଶ୍ଚିତ ରୂପରେ ନତମସ୍ତକ ହେବା ସହିତ ତାଙ୍କୁ ପ୍ରଭୁ ଶ୍ରୀରାମଙ୍କ ପାଖରେ ଆମେ ପ୍ରାର୍ଥନା କରୁଛୁ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ। ତତ୍ସହିତ ଭାରତ ସରକାରଙ୍କୁ ନିବେଦନ କରିବୁ, ଯେହେତୁ ଫରିଦାବାଦରେ ଯୋଉ ବିସ୍ଫୋରକ ଜବତ କରାଯାଇଥିଲା, ସେଇ ସବୁ ବିସ୍ଫୋରକ ସେଇ ଥାନାରେ ରଖାଯାଇଥିଲା। ତ ଏଇ ଲିଙ୍କ ରହିଛି, ଯେହେତୁ ସେଇଠି ବିସ୍ଫୋରକ ଥିଲା। ଆଉ ଜାଣିଥିବେ ବିଗତ ଦିନରେ ସେଇ ଥାନା, ଶ୍ରୀନଗରର ସେଇ ଥାନାଟି ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଗୁଡ଼ାଏ ବହୁତ ଭଲ ପଦକ୍ଷେପ ନେଇ କାର୍ଯ୍ୟ କରିଥିଲା ଏବଂ ନୌଗାଁ ଥାନା ହେଉଛି ଭାରତବର୍ଷର ସବୁଠୁ ଭଲ ଥାନା ବୋଲି ମୁଁ କହିବି, ସବୁଠୁ ଆଦର୍ଶ ଥାନା ବୋଲି କହିବି ଏବଂ ଜାଣିଶୁଣି ସେଇ ଥାନାକୁ ଉଡ଼ାଯାଇଛି ଏବଂ ସେଇ ଥାନାଟିକୁ ସମ୍ପୂର୍ଣ୍ଣ ରୂପେ ବିଧ୍ୱସ୍ତ କରି ଦିଆଯାଇଛି। ଥାନାରେ ଥିବା କାର୍ଯ୍ୟରତ ଥିବା ପୁଲିସ ଅଧିକାରୀ ମାନେ ଶହୀଦ ହେଇଛନ୍ତି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। କେନ୍ଦ୍ର ସରକାରଙ୍କୁ ନିବେଦନ କରିବି, ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିବି, ଗୃହମନ୍ତ୍ରୀ ଅମିତ ଶାହାଜୀଙ୍କୁ ନିବେଦନ କରିବି, ଯଥାଶୀଘ୍ର ଏହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯାଉ ଏବଂ ଲୋକମାନଙ୍କୁ ଭାରତରେ ରହୁଥିବା ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକମାନଙ୍କୁ ଲଗେଇକି ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି, ଭାରତରେ ଅଶାନ୍ତର ପରିବେଶ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଗତ ଦିନରେ ଆମେ ଦେଖିଥିଲୁ କେନ୍ଦ୍ର ସରକାରଙ୍କ ବହୁତ ସୁନ୍ଦର ପଦକ୍ଷେପ। ଅପରେସନ ସିନ୍ଦୁର ସମୟରେ ଯୋଉ କାମ ବାକିଆ ରହିଯାଇଛି, ପାକିସ୍ତାନକୁ ଯୋଉ ଅଧା କ୍ଷତ ବିକ୍ଷତ କରି ଛାଡ଼ି ଦିଆଗଲା, ତାହା ନକରି ସମ୍ପୂର୍ଣ୍ଣ ପାକିସ୍ତାନକୁ ପୃଥିବୀ ମାନଚିତ୍ରରୁ ଲୋପ କରାଯାଉ। ଭାରତ ସରକାରଙ୍କୁ ନିବେଦନ ରହିବ, ଯଥାଶୀଘ୍ର ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।